ନମ୍ବର 1 4 ଦିନ ଧରି ବନ୍ଦ ରହିବ ବ୍ୟାଙ୍କ। ଆନ୍ଦୋଳନ ଡାକରା ଦେଲେ ବ୍ୟାଙ୍କ କର୍ମଚାରୀ। ବ୍ୟାଙ୍କ କାମ ଥିଲେ ଶୀଘ୍ର ସାରନ୍ତୁ, କାରଣ ମାର୍ଚ୍ଚ 24 ଓ 25 ତାରିଖରେ ଧର୍ମଘଟ ଡାକରା ଦେଇଛି ବ୍ୟାଙ୍କ କର୍ମଚାରୀ ସଂଘ। 22 ଓ 23 ତାରିଖ ଯଥାକ୍ରମେ ଶନିବାର ରବିବାର ପଡ଼ୁଛି। ଏହାପରେ 2 ଦିନ ଆନ୍ଦୋଳନ ଡାକରା ଦେଇଛନ୍ତି ବ୍ୟାଙ୍କ କର୍ମଚାରୀ। ଏଭଳି ଭାବରେ ମୋଟ 4 ଦିନ ବ୍ୟାଙ୍କ ବନ୍ଦ ରହିବ। ନମ୍ବର 2 କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସି ଖବର। ଏହି ଦିନ ବଢ଼ିବ ଡିଏ। କେନ୍ଦ୍ର ସରକାର ଖୁବ୍ ଶୀଘ୍ର ସରକାରୀ କର୍ମଚାରୀ ଏକ ବଡ଼ ଉପହାର ଦେଇପାରନ୍ତି। ଆସନ୍ତା ସପ୍ତାହ ସୁଦ୍ଧା ସରକାର କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଡିଏ ଏବଂ ମହଙ୍ଗା ରିଲିଫ୍ ଡିଆର୍ ବୃଦ୍ଧି କରିପାରନ୍ତି। ଯଦି ଏହି ଘୋଷଣା କରାଯାଏ, ତେବେ 1.2 କୋଟି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀ ଉପକୃତ ହେବେ। ନମ୍ବର 3 11ଟି ଜିଲ୍ଲାରେ 6,117 କୋଟି ନିବେଶକୁ ଅନୁମୋଦନ କଲେ ରାଜ୍ୟ ସରକାର। ଉତ୍କୃଷ୍ଟ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭର ସଫଳତା ପରେ 135ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ 6,117 କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ନିବେଶକୁ ଅନୁମୋଦନ କରିଛନ୍ତି, ଯାହା ଏକ ପ୍ରମୁଖ ନିବେଶ ଗନ୍ତବ୍ୟସ୍ଥଳ ଭାବରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 19ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି, ଯାହା 17,286 ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି, ଯାହା ରାଜ୍ୟର ଶିଳ୍ପ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ଯୋଗଦାନ ଦେବ। ନମ୍ବର 4 ହଠାତ୍ କାହାରି କଟିଯିବ ନାହିଁ ରାସନ କାର୍ଡ଼। ରାସନ କାର୍ଡ଼କୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ଏବେ ବି 30,734 ଲୋକ ଇ-କେୱାଇସି କରିନାହାନ୍ତି। ମାର୍ଚ୍ଚ 31 ପରେ ଜଣାପଡ଼ିବ କେତେ ଲୋକ ଇ-କେୱାଇସି କରୁନାହାନ୍ତି। ଏହାପରେ କାହିଁକି ହିତାଧିକାରୀ ଇ-କେୱାଇସି କରିନାହାନ୍ତି, ସେ ନେଇ ଫିଲ୍ଡ ଭିଜିଟ୍ କରି ଦେଖିବା ବିଭାଗୀୟ ଅଧିକାରୀ। ତେବେ ହଠାତ୍ କାହାର ରାସନ କାର୍ଡ଼ କଟାଯିବ ନାହିଁ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ପ୍ରକୃତ ହିତାଧିକାରୀ ଯାଞ୍ଚ ପାଇଁ ଫିଜିକାଲ ସର୍ଭେ କରାଯିବ। ସର୍ଭେ ସରିବା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ନମ୍ବର 5 ପୁଣି ଉତ୍ତପ୍ତ ସହର ପାଲଟିଲା ବୌଦ୍ଧ। ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ଯାହା ଫଳରେ କଲବଲ ହେଉଛନ୍ତି ଜନସାଧାରଣ। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ସବୁଠାରୁ ଅଧିକ ରହୁଛି। ବୌଦ୍ଧ ଜିଲ୍ଲାରେ ତାପମାତ୍ରା ସର୍ବାଧିକ 43.5 ସେଲସିୟସ୍ ରେକର୍ଡ କରାଯାଇଛି। ଏହା ପୂର୍ବରୁ ଶନିବାର 42.5 ଏବଂ ରବିବାର 43.6 ସେଲସିୟସ୍ ରେକର୍ଡ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ବରଗଡ଼ 42 ଡିଗ୍ରୀ, ଅନୁଗୁଳ 40 ଡିଗ୍ରୀ, ଟିଟିଲାଗଡ଼ 40 ଡିଗ୍ରୀ ଏବଂ ମାଲକାନଗିରି 40 ଡିଗ୍ରୀ ରହିଛି। ତେବେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ତାଳଚେର, ଭବାନୀପାଟଣା, ହୀରାକୁଦ, ସୁନ୍ଦରଗଡ଼ ଏବଂ ଖୋର୍ଦ୍ଧା ଭଳି 9ଟି ସ୍ଥାନରେ ଦେଖିବାକୁ ମିଳିଛି। ଏହି ସବୁ ସ୍ଥାନରେ ଦିନର ସମୟର ତାପମାତ୍ରା 39 ଡିଗ୍ରୀରୁ 40 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହୁଛି। ନମ୍ବର 6 ଆଧାର ସହ ଲିଙ୍କ ହେବ ଭୋଟର ଆଇଡି। ଏଣିକି ଆଧାର ସହ ଲିଙ୍କ ହେବ ଭୋଟର ଆଇଡି କାର୍ଡ଼। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ମାର୍ଚ୍ଚ 18ରେ ଗୃହ ସଚିବ, ଆଇନ ସଚିବ ଏବଂ ଆଧାର କାର୍ଡ଼ ଜାରି କରୁଥିବା ସଂସ୍ଥା ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ UIDAIର ସିଇଓଙ୍କୁ ଭେଟିବେ। ଏହି ବୈଠକରେ ଆଧାର କାର୍ଡ଼ ଏବଂ ଭୋଟର ପରିଚୟ ପତ୍ରକୁ ଲିଙ୍କ କରିବା ଉପରେ ଆଲୋଚନା ହେବ। ନମ୍ବର 7 ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶୋକ ବ୍ୟକ୍ତ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତାରେ କହିଛନ୍ତି, ସ୍ୱର୍ଗତ ପ୍ରଧାନ ଜଣେ ଲୋକପ୍ରିୟ ଜନନେତା ଏବଂ ଦକ୍ଷ ପାର୍ଲାମେଣ୍ଟାରିଆନ୍ ଥିଲେ। 1999 ମସିହାରୁ 2001 ମସିହା ପର୍ଯ୍ୟନ୍ତ କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବେ ଦକ୍ଷତାର ସହ ନିଜ ଦାୟିତ୍ୱ ନିର୍ବାହ କରିଥିଲେ। ଜଣେ ଜନପ୍ରତିନିଧି ଏବଂ ସାଂସଦ ଭାବରେ ସେ ଅନେକ ଜନକଲ୍ୟାଣମୂଳକ କାର୍ଯ୍ୟକାରୀ ସାଧାରଣ ଲୋକଙ୍କ ଶ୍ରଦ୍ଧାଭାଜନ ହୋଇପାରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି। ନମ୍ବର 8 ମାର୍ଚ୍ଚ 31 ପରେ ଆଉ ଧାନ ନେବେନି ସରକାର। ମାର୍ଚ୍ଚ 31 ଧାନ କିଣା ପାଇଁ ଶେଷ ତାରିଖ। ମାର୍ଚ୍ଚ 31 ପରେ ଆଉ ଧାନ ନେବେନି ସରକାର। ଧାନ କିଣା ଡେଡଲାଇନ୍ ବତାଇ କିଛି ଏପରି ସୂଚନା ଦେଇଛନ୍ତି ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ 31 ପରେ ମଣ୍ଡିରୁ ଆଉ ଧାନ କିଣା ହେବ ନାହିଁ। ଧାନ କିଣା ପାଇଁ ମାର୍ଚ୍ଚ 31କୁ ହିଁ ଡେଡଲାଇନ୍ ଧାର୍ଯ୍ୟ କରିଛନ୍ତି ସରକାର। ଏହାପରେ ଆଉ ମଣ୍ଡିରୁ ଧାନ ନେବେ ନାହିଁ ସରକାର। ବର୍ତ୍ତମାନ ସୁଦ୍ଧା 71,50,000 ମେଟ୍ରିକ୍ ଟନ୍ ଧାନ କିଣା ସାରିଛନ୍ତି। ନମ୍ବର 9 11 ଜିଲ୍ଲାରେ ହେବ 19ଟି ମେଗା ପ୍ରକଳ୍ପ। ଓଡ଼ିଶାରେ ହେବ 6,117 ଟଙ୍କାର ପୁଞ୍ଜିନିବେଶ। 11ଟି ଜିଲ୍ଲାରେ ହେବ 19ଟି ମେଗା ପ୍ରକଳ୍ପ। ସୃଷ୍ଟି ହେବ 17,186 ନିଯୁକ୍ତି ସୁଯୋଗ। ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ଇସ୍ପାତ, ବାୟୋ ଟେକ୍ନୋଲୋଜି, ମେଡିକାଲ ଭଳି 10ଟି ସେକ୍ଟରରେ ପୁଞ୍ଜିନିବେଶ ହେବ। ନମ୍ବର 10 ଖୁବ୍ ଶୀଘ୍ର ସଖାଳୁଆ ସ୍କୁଲ।
ରାଜ୍ୟରେ ଉପରମୁହାଁ ରହିଛି ପାରଦ। ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଖୁବ୍ ଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ବିଶ୍ୱବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୌଡ଼ ସୂଚନା ଦେଇଛନ୍ତି। କେବେଠୁ ସକାଳୁଆ ସ୍କୁଲ ହେବ ସେ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ଆଲୋଚନା ହେବ। ଆଲୋଚନା ପରେ ସ୍ଥିତିକୁ ଦେଖି ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ନମ୍ବର 11 ଖଲିସ୍ତାନ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ। ଆମେରିକା ଓ ନ୍ୟୁଜିଲାଣ୍ଡରେ ଖଲିସ୍ତାନ ସମର୍ଥକ ତତ୍ତ୍ୱଙ୍କ କାର୍ଯ୍ୟକଳାପକୁ ନେଇ ଭାରତ ନିଜର ଉଦ୍ବେଗ ପ୍ରକାଶ କରିବା ସହ ଏହି ବିଚ୍ଛିନ୍ନତାବାଦୀ ଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ନ୍ୟୁଜିଲାଣ୍ଡରେ ଖଲିସ୍ତାନୀ ସମର୍ଥକଙ୍କ ତତ୍ତ୍ୱଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କୁ ଅବଗତ କରାଇବା ସହ ଏହାର ମୁକାବିଲା ପାଇଁ ନ୍ୟୁଜିଲାଣ୍ଡର ସହଯୋଗ ଲୋଡ଼ିଛନ୍ତି। ନମ୍ବର 12 ଦିଲ୍ଲୀ ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନର 7 ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି। ପୂର୍ବ ଜିଲ୍ଲାର ଜିଲ୍ଲା ପୁଲିସ କମିଶନର ଅଭିଷେକ ଧନିଆ କହିଛନ୍ତି ଯେ ଗିରଫ ହୋଇଥିବା ସମସ୍ତ ବାଂଲାଦେଶୀ ନାଗରିକ ଭାରତ ବାଂଲାଦେଶ ସୀମା ନିକଟରେ ନଦୀ ମାର୍ଗ ଦେଇ ଭାରତ ଆସିଥିଲେ ଏବଂ ସେମାନେ ଦିଲ୍ଲୀ ଏନ୍ସିଆରର ବିଭିନ୍ନ ସ୍ଥାନରେ ରହୁଥିଲେ। ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ ସହାୟତାରେ ସେମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରାଯାଇଛି ବୋଲି ଶ୍ରୀ ଧନିଆ କହିଛନ୍ତି। ନମ୍ବର 13 ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଆଜି ପରଲୋକ ହୋଇଯାଇଛି। ଧର୍ମେନ୍ଦ୍ରଙ୍କ ଦିଲ୍ଲୀ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିଯୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କର ଦିଲ୍ଲୀସ୍ଥିତ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷ ଦର୍ଶନ କରିଛନ୍ତି। ସେ କହିଛନ୍ତି ଯେ ଡକ୍ଟର ଦେବେନ୍ଦ୍ର ପ୍ରଧାନ ଜଣେ ପରିଶ୍ରମୀ ଏବଂ ନମ୍ର ନେତା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ନମ୍ବର 14 ଆସିଲା ନୂଆ ନିୟମ। ଏହି ମ୍ୟାଚ୍ ପୂର୍ବରୁ ବଦଳିବ ନିୟମ। ଆଉ ମାତ୍ର ଦିନ କେଇଟା ବାକି ରହିଛି ଆରମ୍ଭ ହେବ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ IPL। ତେବେ ମ୍ୟାଚ୍ ପୂର୍ବରୁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି। ଆଉ ଏବେଠାରୁ ସୋସିଆଲ ମିଡ଼ିଆରେ ନିଜର ପ୍ରିୟ ଦଳ ପାଇଁ ଭିଡ଼ିଓ ମଧ୍ୟ ବନାଉଛନ୍ତି। ତେବେ ପ୍ରତିବର୍ଷ କିଛି ନୂଆ ନିୟମମାନେ IPLରେ ଦେଖିବାକୁ ମିଳିଥାଏ। ତେବେ IPL 2025 ଆରମ୍ଭ ହେବା ପୂର୍ବରୁ ଦଳମାନେ ନିୟମ ଅନୁସାରେ କିଛି ନୂଆ ଖେଳାଳିଙ୍କୁ ସାମିଲ କରୁଛନ୍ତି। KKRର ପେସର ବୋଲର ଉମରାନ ମଲ୍ଲିକ ଫିଟନେସ୍ ପରୀକ୍ଷାରେ ଫେଲ୍ ହେବା ପରେ ଚଳିତ ସିଜନରୁ ବାଦ୍ ପଡ଼ିଛନ୍ତି। ତେବେ ତାଙ୍କ ସ୍ଥାନରେ ଚେତନ ସାକାରିଆଙ୍କୁ ଦଳରେ ସାମିଲ କରିଛି KKR ଫ୍ରାଞ୍ଚାଇଜ୍। ନମ୍ବର 15 ଶ୍ରୀମନ୍ଦିର ପତିତପାବନ ବାନାରେ ଉଡ଼ିଲା ଶୂନ୍ୟଗଣ୍ଠି। ଦେଶ ରାଜ୍ୟ ପାଇଁ ଶୁଭ ସଂକେତ। ଶ୍ରୀମନ୍ଦିର ପତିତପାବନ ବାନାରେ ପଡ଼ିଲା ଶୂନ୍ୟଗଣ୍ଠି। ଶୂନ୍ୟରେ ପତିତପାବନ ବାନାରେ ଆପେ ଆପେ ଗଣ୍ଠି ପଡ଼ିଗଲେ ତାହା ଶୂନ୍ୟଗଣ୍ଠି କୁହାଯାଏ। ବିଶ୍ୱାସ ରହିଛି ଶୂନ୍ୟଗଣ୍ଠି ଘରେ ରହିଲେ ସମସ୍ତ ପ୍ରକାର ବ୍ୟାଧିରୁ ମୁକ୍ତି ମିଳିଥାଏ, ବିପଦ ଆପଦ ଦୂର ହୋଇଥାଏ ବୋଲି ଚୁଣ୍ଡା ସେବକ କହିଛନ୍ତି। ଗତକାଲି ପ୍ରବଳ ପବନ ବହିଥିଲା, ଫଳରେ ପତିତପାବନ ବାନାରେ ଗଣ୍ଠି ପଡ଼ିଯାଇଥିଲା। ଗଣ୍ଠି ପଡ଼ିଯାଇଥିବା ପତିତପାବନ ବାନା ଉଡ଼ିଛି, ଯାହାକି ଆଜି ସନ୍ଧ୍ୟା ସମୟରେ ଓହ୍ଲାଇଯିବ। ଏହି ଶୂନ୍ୟଗଣ୍ଠିକୁ ଶୁଭ ସଂକେତ କୁହାଯାଏ। ଦେଶ ରାଜ୍ୟରୁ ଆସୁଥିବା ବିପଦକୁ ମହାପ୍ରଭୁ ଦୂର କରିବାର ଏହା ଏକ ସଂକେତ ବୋଲି ବରିଷ୍ଠ ଦଇତାପତି ସେବାୟତ କହିଛନ୍ତି। ନମ୍ବର 16 ଚନ୍ଦ୍ରଯାନ-5 ମିଶନକୁ ଅନୁମୋଦନ କରିଛନ୍ତି। ଏହି ମିଶନ ଅଧୀନରେ ଚନ୍ଦ୍ରପୃଷ୍ଠର ଅଧ୍ୟୟନ ପାଇଁ 250 କିଲୋମିଟରର ଏକ ରୋଭର ପଠାଯିବ। ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ୍ ଏହି ଖବରକୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ ଏହି ମିଶନ ଜାପାନ ସହଯୋଗରେ ପରିଚାଳିତ ହେବ। ରବିବାର ଏକ ସମ୍ବର୍ଦ୍ଧନା ଉତ୍ସବରେ ଭାଷଣ ଦେଇ ଇସ୍ରୋ ମୁଖ୍ୟ କହିଛନ୍ତି ଚନ୍ଦ୍ରଯାନ-5କୁ ନିକଟରେ ସବୁଜ ସଂକେତ ଦିଆଯାଇଛି। ନମ୍ବର 17 ମୋଦିଙ୍କୁ ପ୍ରଶଂସାରେ ପୋତିଲା ଚୀନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ୍ ପ୍ରଶଂସା କରିଛି ଚୀନ। ଭାରତ ଏବଂ ଚୀନ ମଧ୍ୟରେ ସମ୍ପର୍କ ବିଷୟରେ ମୋଦିଙ୍କ ଟିପ୍ପଣୀକୁ ନେଇ ଚୀନ ପ୍ରଶଂସାରେ ଶତମୁଖ ହୋଇଛି। ଚୀନ କହିଛି ଯେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ଯେଉଁ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି ତାହା ପ୍ରଶଂସାଯୋଗ୍ୟ। ଚୀନ ଭାରତ ସହିତ ମିଶି ସମସ୍ତ କ୍ଷେତ୍ରରେ ସହଯୋଗ କରିବା ଲାଗି ପ୍ରସ୍ତୁତ ରହିଛି, ଯାହାଫଳରେ ଦୁଇ ଦେଶ ମଧ୍ୟରେ ଭଲ ଏବଂ ଦୀର୍ଘସ୍ଥାୟୀ ସମ୍ପର୍କ ବଜାୟ ରହିବ। ନମ୍ବର 18 ଅମିତ ଶାହ ଆସନ୍ତା 22 ଓ 23 ତାରିଖ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତା 22 ଓ 23 ତାରିଖ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଥମ ଦିନ ମାର୍ଚ୍ଚ 22ରେ ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗ ଦେବା ସହ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଆସନ୍ତା 21 ତାରିଖ ଶାହ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇ ସିଧାସଳଖ ଏଠାକୁ ଆସି ବୁର୍ଲା LCL ଅତିଥି ଭବନରେ ରାତ୍ରି ରହଣି କରିବେ।